ମଣିଷର ଜୀବନରେ ବହୁତ ଗୁଡ଼ାଏ ରାସ୍ତା ଅଛି ପଇସା କମେଇବାର, ରୋଜଗାର କରିବାର। ତୁ କେଉଁ ରାସ୍ତାରେ କେଉଁ ହିସାବରେ ଇନକମ୍ କରୁଛୁ ସେଇଟା ତୋତେ ଜଣା। କିନ୍ତୁ ମୋ ଭାଇ ତୁ ଯଦି ସଠିକ୍ ରାସ୍ତାରେ ଇନକମ୍ କରୁଛୁ ତ ତାହେଲେ ତ ୱେଲ୍ ଆଣ୍ଡ ଗୁଡ୍, ବହୁତ ବଢ଼ିଆ। ଏବଂ ତୁ ଯଦି କୌଣସି 2 ନମ୍ବରୀ କାମ କରୁଛୁ, ଯେଭଳିକି ଯଦି ତୋ ଇନକମ୍ କରିବା ଜରିଆରେ କାହାକୁ ଯଦି ଦୁଃଖ ଦର୍ଦ ହେଉଛି, ଯଦି କେହି ଫିଜିକାଲି ପେନ୍ ସହୁଛି, ଯଦି କାହାକୁ ପରିଶାନୀ ହେଉଛି, ତାହା ତ ସେଇ ପଇସା ତୋ ପାଖରେ ରହିବନି, ତୁ ଲକ୍ଷ୍ମୀ ଛଡ଼ା ହେଇଯିବୁ। କିନ୍ତୁ ଯଦି ତୁ ସଠିକ୍ ମାର୍ଗରେ ଇନକମ୍ କରୁଛୁ, ଯଦି ତୁ ସଠିକ୍ ମାର୍ଗରେ ଯାଉଛୁ, ତ ତାହେଲେ ମୁଁ ତୋତେ ଗୋଟେ କଥା କହିବା ପାଇଁ ଚାହୁଁଛି, ଏତିକି ରୋଜଗାର କମ୍ ସେ କମ୍ କର ଯେ ତୁ ତୋ ନିଜ ମା ବାପାର କୌଣସି ବି ଛୋଟିଆରୁ ଛୋଟିଆ ମେଡ଼ିକାଲଟେ ପ୍ରୋବ୍ଲେମଟି ବି ଆସୁନା, ତୁ ଇଜିଲି ସର୍ଟ ଆଉଟ୍ କରିପାରିବୁ। କି ଯେମିତି ବଡ଼ ପ୍ରୋବ୍ଲେମଟି ବି ଆସୁ ତୋ ପରିବାରରେ, ତୁ ଇଜିଲି ସର୍ଟ ଆଉଟ୍ କରିପାରିବୁ। ହଁ ଭାଇ, ପଇସା ବହୁତ ଇମ୍ପୋର୍ଟାଣ୍ଟ ମଣିଷ ଜୀବନରେ, କିନ୍ତୁ କାହାକୁ ଦୁଃଖ ଦର୍ଦ ଦେଇକି ନିଜ ପରିବାରକୁ ଠିକ୍ସେ ରଖିଲେ କୌଣସି ଲାଭ ନାହିଁ। କାରଣ ତାଙ୍କର ଅଭିଶାପ ପଡ଼ିବ ଆଉ ତୋର ପରିବାରଟି ଆହୁରି ଦୁଃଖ ଦର୍ଦରେ ଚଲିବ। ତ ସେଇ ଜିନିଷ ମୁଁ ତୋତେ ଶିଖାଇବା ପାଇଁ ଚାହୁଁଛି। ତୋ ପାଖରେ ପଇସା ସିନା ଆସିବ, କିନ୍ତୁ ତୋ ଫ୍ୟାମିଲି କଣ୍ଡିସନ୍ ଯଦି ଭଲ ନ ରହିବ, ଯଦି ଠିକ୍ ନ ରହିବ, ତାହେଲେ ତୁ ସେଇ ପଇସାକୁ ନେଇକି କରିବୁ କ'ଣ? ତ ମୋ ଭାଇ, ଯଦି ପଇସା ରୋଜଗାର କରୁଛୁ ସଠିକ୍ ମାର୍ଗରେ କର, ଆଉ ଏତିକି ରୋଜଗାର କର ଯେଉଁଥିରେ ତୋ ପରିବାର ଏତେ ଖୁସିରେ ଚଳିବେ ଯେ ଲୋକେ ଦେଖିକି ଜ୍ୱଲିବେ। କିନ୍ତୁ ସେଇ ଜ୍ୱଲିଲେ ତୁ ଖୁସିରେ ରହିବୁ, କିନ୍ତୁ ଯଦି ସେମାନେ ଫିଜିକାଲ୍ ପେନ୍ ପାଇକି ଜ୍ୱଲିବେ ନା, ତାହେଲେ ତୋ ପରିବାର ଧ୍ୱଂସ ହେଇଯିବ। ମୁଁ କେଉଁ ହିସାବରେ କହୁଛି ତୁ ଠିକ୍ ହିସାବରେ ବୁଝିପାରୁଛୁ। ହଁ ମୋ ଭାଇ, ତୁ ଠିକ୍ ହିସାବରେ ବୁଝିପାରୁଛୁ। ଲୋକେ ଅହଙ୍କାର ହେବାର କଥା ବହୁତ ଅଲଗା, ଆଉ ଜଣେ ଫିଜିକାଲ୍ ପେନ୍ ପାଇକି ଅଭିଶାପ ଦେବାର କଥା ବହୁତ ଅଲଗା। ତ ମୁଁ ଗୋଟେ କଥା କହୁଛି ଆଉ ବାରମ୍ବାର କହୁଛି, ପଇସା ସମସ୍ତ ମଣିଷକୁ ବହୁତ ଗୁଡ଼ାଏ ରୋଜଗାର କରିବାର କଥା, ସମସ୍ତେ ଇନକମ୍ କରିବାର କଥା। ଆଉ ଏତେ ପଇସା ଇନକମ୍ କରିବା କଥା ଯେ ନିଜ ପରିବାର ପାଇଁ କେଉଁ ଜିନିଷ ଗୋଟେ କିଣିବାକୁ ହେଲେ ଭାବିବାକୁ ନ ପଡ଼ୁଥିବା କଥା, ଆଉ ଯାହା ଇଚ୍ଛା ସେତେ ଖର୍ଚ୍ଚ କରିପାରୁଥିବା କଥା ନିଜ